ଯେତେବେଳେ ଖ୍ରୀଷ୍ଟିଆନ ପାଦ୍ରୀ ଆଫ୍ରିକା ଆସିଲେ ସେତେବେଳେ ତାଙ୍କ ପାଖରେ ଥିଲା ବାଇବେଲ ଏବଂ ଜନତାଙ୍କ ପାଖରେ ଜମି। ଖ୍ରୀଷ୍ଟିଆନ ପାଦ୍ରୀ ଲୋକମାନଙ୍କୁ ଆଖି ବନ୍ଦ କରି ପ୍ରାର୍ଥନା କରିବାକୁ କହିଲେ। ଯେତେବେଳେ ଲୋକେ ଆଖି ଖୋଲି ଦେଖିଲେ ତାଙ୍କ ପାଖରେ ବାଇବେଲ ଥିଲା ଆଉ ଖ୍ରୀଷ୍ଟିଆନ ପାଖରେ ଥିଲା ଜମି। ଜୋମୋ କେନିୟାଟ୍ଟା ଯେତେବେଳେ ଜନ୍ମଗ୍ରହଣ କରିଥିଲେ ତାର ବହୁ ପୂର୍ବରୁ ଭାରତରେ ଜଣେ ସାଧାରଣ ଜନଜାତି ଯୁବକ ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କର ଏହି ଧୂର୍ତ୍ତତାକୁ ବୁଝିପାରିଥିଲେ। ଏହି ଚକ୍ରାନ୍ତକୁ ସେ କେବଳ ବୁଝିନଥିଲେ ବରଂ ନିଜ ସମାଜକୁ ସଜାଗ କରିବା ପାଇଁ ନିଜର ସର୍ବସ୍ୱ ବଳିଦାନ କରିଦେଇଥିଲେ। ଦେଶର ଲୋକେ ତାଙ୍କୁ ବିର୍ସା ମୁଣ୍ଡା ନାମରେ ଜାଣିଛନ୍ତି। ହିନ୍ଦୁ ସମାଜର ଜନଜାତିମାନେ ଆଜି ବିର୍ସା ମୁଣ୍ଡାକୁ ଭଗବାନ ଭାବରେ ପୂଜା କରୁଛନ୍ତି, କାରଣ କେବଳ ସେ ହିଁ ଥିଲେ ଯିଏ ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କର ସେହି ଖରାପ ନଜରରୁ 150 ବର୍ଷ ପୂର୍ବରୁ ତାଙ୍କର 1000 ବର୍ଷର ସଂସ୍କୃତିକୁ ବଞ୍ଚେଇଛନ୍ତି। ଝାଡ଼ଖଣ୍ଡ ଓଡ଼ିଶାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ଧର୍ମାନ୍ତୀକରଣର ଯେଉଁ ନଗ୍ନ ନୃତ୍ୟ ଚାଲିଛି, ବିର୍ସା ମୁଣ୍ଡା ନଥିଲେ ଏହି ଧର୍ମାନ୍ତୀକରଣ 100 ବର୍ଷ ପୂର୍ବରୁ ହୋଇସାରନ୍ତାଣି। ଆଜି ଯେଉଁଠି ଝାଡ଼ଖଣ୍ଡ ରାଜ୍ୟ ଅଛି ସେଠାରେ ଆଗରୁ ବେଙ୍ଗଲ ପ୍ରେସିଡେନ୍ସି ଥିଲା। ବିର୍ସା ମୁଣ୍ଡା ଲେଖାପଢ଼ାରେ ଭାରି ପ୍ରଖର ଥିଲେ। ସେଥିପାଇଁ ଗାଁ ସ୍କୁଲର ପାଠପଢ଼ା ସରିବା ପରେ ତାଙ୍କର ଖ୍ରୀଷ୍ଟିଆନ ସ୍କୁଲରେ ନାମ ଲେଖାଇ ଦିଆଗଲା। ମିଶନାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଖ୍ରୀଷ୍ଟିଆନ ହେବା ବାଧ୍ୟତାମୂଳକ ଥିଲା। ସେଥିପାଇଁ ବିର୍ସା ମୁଣ୍ଡାଙ୍କ ଧର୍ମାନ୍ତୀକରଣ କରାଯାଇଥିଲା। ଆଉ ସେ ବିର୍ସା ମୁଣ୍ଡାରୁ ବିର୍ସା ଡେଭିଡ୍ ପାଲଟି ଯାଇଥିଲେ। ସ୍କୁଲ ବେଳରୁ ହିଁ ବିର୍ସା ବୁଝି ଯାଇଥିଲେ ଖ୍ରୀଷ୍ଟିଆନମାନେ ଜନଜାତିଙ୍କର ଧର୍ମାନ୍ତୀକରଣ କରିବା ସହ ତାଙ୍କର ଜମି ହଡ଼ପ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ। ବିର୍ସା ଖ୍ରୀଷ୍ଟିଆନ ଧର୍ମ ପରିତ୍ୟାଗ କରି ନିଜ ମୂଳ ଧର୍ମକୁ ଆପଣାଇବା ସହ ଖ୍ରୀଷ୍ଟିଆନ ସ୍କୁଲ ମଧ୍ୟ ଛାଡ଼ି ଦେଇଥିଲେ। ସେ ଜନଜାତିମାନଙ୍କୁ ଏକାଠି କରି ସେମାନଙ୍କର ଅଧିକାର ପାଇଁ ଲଢ଼ିବାକୁ ଶିଖାଇବା ସହ ସଚେତନତାର ବାର୍ତ୍ତା ଦେଇଥିଲେ। ବିର୍ସା ମୁଣ୍ଡାଙ୍କର ଉଦ୍ୟମ ଫଳରେ ଜନଜାତିମାନେ ଇଂରେଜମାନଙ୍କୁ କର ଦେବା ବନ୍ଦ କରିଦେଇଥିଲେ। ଏଥିରେ ଖ୍ରୀଷ୍ଟିଆନ ପାଦ୍ରୀମାନେ ସ୍ତବ୍ଧ ହୋଇଯାଇଥିଲେ ଓ ଇଂରେଜ ସରକାର ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଇଂରେଜ ସରକାର ଏହି ବିଦ୍ରୋହର ଅଗ୍ନିକୁ ଲିଭାଇବା ପାଇଁ ବିର୍ସା ମୁଣ୍ଡାଙ୍କୁ ଗିରଫ କରି ତାଙ୍କ ଉପରେ ଦେଶଦ୍ରୋହର ମକଦ୍ଦମା ଚଳାଇଲେ। ମାତ୍ର 20 ବର୍ଷ ବିର୍ସା ମୁଣ୍ଡାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିଲା। ଏହି ଅନ୍ୟାୟକୁ ଦେଖି ଜନଜାତିମାନଙ୍କ ମଧ୍ୟରେ ବିଦ୍ରୋହ ତୀବ୍ର ରୂପ ନେଇଥିଲା। ଜନଜାତିମାନଙ୍କର ଏହି ବିଦ୍ରୋହକୁ ଦମନ କରିବା ଇଂରେଜ ସରକାର ପାଇଁ କାଠିକର ପାଠ ହୋଇପଡ଼ିଥିଲା। ଏହି ବିଦ୍ରୋହର ନାମ ଥିଲା ଉଲ୍ ଗୁଲାନ, ଯାହାର ଅର୍ଥ ଥିଲା ସମ୍ପୂର୍ଣ୍ଣ ବିଶୃଙ୍ଖଳା। ବିର୍ସା ମୁଣ୍ଡା ପ୍ରତି ଅନ୍ୟାୟ ବିରୁଦ୍ଧରେ ଜନଜାତି ସମୂହ ତୀର କମାନ ନେଇ ଇଂରେଜ ସରକାରଙ୍କ ସହ ଲଢ଼ିବାକୁ ଲାଗିଲେ। ଏହି ଲଢ଼େଇରେ ଜନଜାତି ବିଦ୍ରୋହୀମାନେ ବହୁତ ଇଂରେଜ ସୈନ୍ୟ ଓ ଅଫିସରମାନଙ୍କୁ ହତ୍ୟା ମଧ୍ୟ କରିଥିଲେ। ବିର୍ସାଙ୍କ ଗରିଲା ଯୁଦ୍ଧ କୌଶଳ ଇଂରେଜ ସୈନ୍ୟଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଗଲା। ବନ୍ଧୁକର ଗୁଳି ମଧ୍ୟ ହାର ମାନିଥିଲା। ଏହି ବୁଦ୍ଧିମାନ ଗରିଲା ଯୁଦ୍ଧ ଚକ୍ରବ୍ୟୁହରେ ଇଂରେଜମାନେ ଜନଜାତିଙ୍କ ଆକ୍ରମଣରେ ହତାଶ ହୋଇପଡ଼ିଥିଲେ ସତ, କିନ୍ତୁ ଏହି ବିଦ୍ରୋହର ସ୍ୱର ଇଂରେଜମାନଙ୍କ ରକ୍ତକୁ ଗରମ କରିଦେଇଥିଲା। 9 ଜାନୁଆରୀ 1899 ମସିହାରେ ଇଂରେଜ ସରକାର ରାଞ୍ଚିର ତାଜଖୁଣ୍ଟି ଜିଲ୍ଲାରେ ଡୋବାରିବୁରୁ ପାହାଡ଼କୁ ଘେରି ଆଖିବୁଜା ଗୁଳି କରି ବିର୍ସା ମୁଣ୍ଡାଙ୍କ ସହଯୋଗୀଙ୍କ ସହ ନିରୀହ ଜନଜାତିଙ୍କ ସମୂହର ଅନେକ ମହିଳା, ଶିଶୁ ଲୋକମାନଙ୍କୁ ହତ୍ୟା କରିଥିଲେ, ଠିକ୍ ଯେପରି ପଞ୍ଜାବର ଜାଲିଆନାବାଗରେ ସାମୂହିକ ହତ୍ୟା କରାଯାଇଥିଲା। ଏହି ଘଟଣାରେ ବିର୍ସା ମୁଣ୍ଡା ବଞ୍ଚି ଯାଇଥିଲେ, କିନ୍ତୁ 3 ଫେବୃଆରୀ 1900 ମସିହାରେ ବିଶ୍ୱାସଘାତକତା କରି ଇଂରେଜ ସରକାର ବିର୍ସାଙ୍କୁ ଧରି ଜେଲରେ ଭର୍ତ୍ତି କରିଥିଲେ। 9 ଜୁନ୍ 1900 ମସିହାରେ ମାତ୍ର 24 ବର୍ଷ ବୟସରେ ଜେଲ୍ ଭିତରେ ବିର୍ସା ମୁଣ୍ଡାଙ୍କ ମୃତ୍ୟୁ ହୋଇଗଲା। ଇଂରେଜ ସରକାର ଘୋଷଣା କରିଥିଲେ ବିର୍ସାଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା, କିନ୍ତୁ ଶୁଣିବାକୁ ମିଳିଥିଲା ବିର୍ସାକୁ ଖାଇବାରେ ବିଷ ଦେଇ ଇଂରେଜ ସରକାର ହତ୍ୟା କରିଥିଲେ। ପ୍ରାୟ 13 ବର୍ଷ ଧରି ବିର୍ସା ମୁଣ୍ଡା ତାଙ୍କ ସମର୍ଥକଙ୍କ ସହ ଇଂରେଜ ସରକାର ଓ ମିଶନାରୀଙ୍କ ବିରୋଧରେ ଲଢ଼ିଥିଲେ। ଜନଜାତିମାନଙ୍କର ଉନ୍ନତି ପାଇଁ ସେ କିଛି ନିୟମ କରିଥିଲେ। ଏହି ନିୟମକୁ ବର୍ସାୟତ ପନ୍ଥ ବୋଲି କୁହାଯାଉଥିଲା। ବିର୍ସା ଜନଜାତି ବାସିନ୍ଦାକୁ ମଦ ମାଂସଠାରୁ ଦୂରେଇ ରହିବାକୁ କହୁଥିଲେ। ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାକୁ କହୁଥିଲେ। ଗୋ ହତ୍ୟାକୁ ବିରୋଧ କରିବା ସହ ତୁଳସୀ ଗଛକୁ ପୂଜା କରିବାକୁ ଓ ସନାତନ ଧର୍ମର ମହତ୍ତ୍ୱ ବୋଲି ବୁଝାଇଥିଲେ। ବିର୍ସା ମୁଣ୍ଡା ଯେଉଁ ବିଧର୍ମୀମାନଙ୍କ ସହ ଲଢ଼ୁଥିଲେ, ଆଜି ବି ସମାଜରେ ସେମାନେ ତାଙ୍କର କୁଚିନ୍ତାଧାରାକୁ ବିଭିନ୍ନ ଉପାୟରେ କାର୍ଯ୍ୟକାରୀ କରୁଛନ୍ତି। ଇଂରେଜମାନେ ଦେଶ ଛାଡ଼ି ଚାଲିଗଲେଣି, କିନ୍ତୁ ମିଶନାରୀରେ ଏବେ ବି ଧର୍ମ ପରିବର୍ତ୍ତନ ଚାଲିଛି। ବିର୍ସା ମୁଣ୍ଡାଙ୍କ ସମର୍ଥକ ଜନଜାତି ମଧ୍ୟରୁ ଏବେ ପ୍ରାୟ ଲୋକ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି। ବିର୍ସା ମୁଣ୍ଡାର ବଳିଦାନକୁ ଇଂରେଜ ସରକାର ସମ୍ମାନ ଦେଲେନି ସତ, କିନ୍ତୁ ସ୍ୱାଧୀନତା ପରେ କଂଗ୍ରେସ ସରକାର କେବଳ ବିର୍ସା ମୁଣ୍ଡାଙ୍କୁ ଜନଜାତି ନେତା କରି ପାଠପୃଷ୍ଠରେ ଛାଡ଼ି ଦେଇଥିଲେ। ସନାତନ ଧର୍ମର ସୁରକ୍ଷା ପାଇଁ ବିର୍ସା ମୁଣ୍ଡାଙ୍କର ଜୀବନର ବଳିଦାନକୁ ଉପଯୁକ୍ତ ସମ୍ମାନ ଦେବା ଏବେ ଆମମାନଙ୍କର ଉତ୍ତରଦାୟିତ୍ୱ ହୋଇପଡ଼ିଛି। ଯେ ପର୍ଯ୍ୟନ୍ତ ମିଶନାରୀ ଓ ସନାତନ ଧର୍ମ ବିରୋଧୀଙ୍କର ଦମନ ନ ହୋଇଛି, ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ବିଧର୍ମୀମାନଙ୍କ ସହ ଲଢ଼ିବାକୁ ପଡ଼ିବ।